ଯଦି କେହି ସୁସାଇଡ୍ କରିବେ ବୋଲି କହୁଛନ୍ତି, ସେଭଳି ଲୋକର ଚିନ୍ତାଧାରାକୁ ଆମେ କେମିତି ବଦଳେଇବା? ଆପଣମାନେ ଦେଖିଥିବେ, ଆପଣମାନଙ୍କ ପାଖରେ ଏମିତି ବହୁତ ଲୋକ ଥିବେ, କିଛି ଲୋକ ଥିବେ ସୁସାଇଡ୍ କରିବେ କହି ଲାଷ୍ଟକୁ ସେ ସୁସାଇଡ୍ କରିଦିଅନ୍ତି। କିନ୍ତୁ ଏଭଳି ଲୋକର ଚିନ୍ତାଧାରା, ଏଭଳି ଲୋକର ମାନସିକତାକୁ ବଦଳେଇବା କେମିତି, ଆଉ ଆମର ସେ ଜାଗାରେ କର୍ତ୍ତବ୍ୟ କ'ଣ? ପ୍ରଥମ କାମ, ଆମେ ତାକୁ ମେଡିକାଲ ନବା, ଡକ୍ଟର ପାଖକୁ ନବା, କାଉନସିଲିଂ କରିବା। କାରଣ ଏଇଟା ଗୋଟେ ମାନସିକ ରୋଗ। ଏ ମାନସିକ ରୋଗକୁ ଭଲ କରିବାକୁ ହେଲେ ମେଡିସିନର ଆବଶ୍ୟକତା ଅଛି। ଯଦି ସେ ନିଜେ ରାଜି ହଉନି ମେଡିକାଲ ଯିବା ପାଇଁ, ତାକୁ ନିଜ ଆମ ଦେହ ଖରାପ ହେଇଛି କହିକି ଆମ ସହିତ ଚାଲ କହିକି ତାକୁ କିଛି ନା କିଛି ବାହାନା କରିକି ମେଡିକାଲ ନବା। ଆଉ ଯଦି ମେଡିସିନ ଖାଇବାକୁ ବି ରାଜି ହଉନି, ତାକୁ ମେଡିସିନ ଥଣ୍ଡା ହେଇଛି କି ଜର ହେଇଛି ଅଲଗା କିଛି ଉପାୟ କରି ତାକୁ ମେଡିସିନ ଦବା। ସେକେଣ୍ଡ କଥା, ସେ ଯୋଉ କୋଉ କାରଣ ଲାଗି ସୁସାଇଡ କରିବାକୁ ଚାହୁଁଛି, ସେ କାରଣରେ ତାର ଭୁଲ ଅଛି ନା କିଛି ଅଲଗା ଅପୋଜିଟ ଲୋକଙ୍କର ଭୁଲ ଅଛି? ଯଦି ନିଜର କିଛି ଭୁଲ ଅଛି, ସବୁ ଭୁଲକୁ ସୁଧାରି ହବ, ସବୁ ଭୁଲକୁ ସମୟ ଠିକ କରିଦବ, ତାକୁ ଏକଥା କହିକି ସାନ୍ତ୍ୱନା ଦବ, ଆଉ ତା ସାଙ୍ଗରେ ସେ ପରିବାର ଲୋକ, ବନ୍ଧୁବାନ୍ଧବ, ସାଙ୍ଗସାଥି ରହିବ। ଆଉ ଯଦି ନିଜର କିଛି ଭୁଲ ନାହିଁ, ଅପୋଜିଟ ଲୋକର ଭୁଲ ଲାଗି ସେ ଭୋଗୁଛି, କଷ୍ଟ ପାଉଛି, ସହି ପାରୁନି, ସେଥିଲାଗି ଏମିତି ଷ୍ଟେପ ନବ ବୋଲି କହୁଛି, ତାକୁ ଆମେ ଏକଥା ବୁଝେଇବା କି ଅନ୍ୟର ଭୁଲ ଲାଗି ନିଜ ଜୀବନ ନଷ୍ଟ କରିବାଟା କେବେ ବି ଠିକ ନୁହେଁ। ଆଉ ଆମେ ସବୁବେଳେ ଜୀବନଟା ବହୁତ ମୂଲ୍ୟବାନ, ମାନେ ସେ ଜୀବନ କେବେ ମିଳିବନି, ତାକୁ ସବୁବେଳେ ଏକଥା କହିବା, କିଛି ନା କିଛି କହିକି ବୁଝେଇବା। ସେ କଣ ତାକୁ ମନର କଷ୍ଟ ଅଛି, ତା କଷ୍ଟକୁ ଶୁଣିବା ପାଇଁ ପରିବାର ଲୋକ, ବନ୍ଧୁବାନ୍ଧବ ଲୋକ ସବୁବେଳେ ତା ପାଖରେ ଆଭେଲେବୁଲ, ସାଙ୍ଗସାଥି ଆଭେଲେବୁଲ ରହିବା ଦରକାର। ତାକୁ ଜଣେଇବା ଦରକାର ତାକୁ କେତେ ପରିବାର ଲୋକ, ସାଙ୍ଗସାଥି ତାକୁ କେତେ ଭଲ ପାଆନ୍ତି, ଆଉ ସେ କେତେ ଭଲ। ସମ ପରିବାରର ଭଲ ପାଇବା, ସାଙ୍ଗସାଥି ମାନଙ୍କର ଭଲ ପାଇବା, ଆଉ ଡକ୍ଟରଙ୍କ କାଉନସିଲିଂ ଆଉ ମେଡିସିନ ଦେଖିବେ ତା ଚିନ୍ତାଧାରାକୁ ବଦଳେଇ ଦବ। ଆପଣ ମାନଙ୍କ ପାଖରେ ଯଦି ଏମିତି କେହି ଲୋକ ଥାଆନ୍ତି, ଆପଣ ମାନେ ଆଗ ତାକୁ ମେଡିକାଲ ନିଅନ୍ତୁ, ତା ଡକ୍ଟର ପାଖରେ କାଉନସିଲିଂ କରନ୍ତୁ, ଆଉ ଦେଖିବେ ସବୁ କିଛି ଠିକ ହେଇଯିବ, ଗୋଟେ ଜୀବନ ବଞ୍ଚିଯିବ।